जे महाप्रभुଙ୍କର ରତ୍ନଭଣ୍ଡାର ଗଣତି ମୂଳକ ସରକାର ରାଜି ହୋଇଛନ୍ତି, ଏସବି ପ୍ରସ୍ତୁତ କରିଛନ୍ତି ବୋଲି ମୁଖ୍ୟ ପ୍ରଶାସକ ମଧ୍ୟ କହିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ଏମାନେ ରତ୍ନଭଣ୍ଡାର ଗଣତି କରିବେ ନା ପୁଣି ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲେଇବେ। ଆମର ଏଇଟା କାହିଁକି ମନରେ ସନ୍ଦେହ ଉଠିଛି ନା ରତ୍ନଭଣ୍ଡାର ପାଇଁକା ଯୋଉ କମିଶନ ତିଆରି ହେଇଥିଲା, ଜଷ୍ଟିସ ବିଶ୍ୱନାଥ ରଥ ସେ କମିଶନର ହେଡ୍ ଥିଲେ ଏବଂ ସିଏ ଲୋକଙ୍କୁ ଯୋଉମାନେ ଯାଇଥିଲେ 15-16 ଜଣ ରତ୍ନଭଣ୍ଡାର ଗଣତି କରିବା ପାଇଁ ତାଙ୍କୁ କହିଲେ ମୁଣ୍ଡ କଥା ତୁଣ୍ଡରେ ଧରିବନି। ତ ମୁଣ୍ଡ କଥା ତୁଣ୍ଡରେ ଧରିବନି ଯୋଉ କହିଲେ ସେଟା ଅର୍ଥ କଣ କଣ କଥା ସେ ଲୁଚିବାକୁ ଚାହୁଁଛନ୍ତି? ଚୋରି ଲୁଟ ଆପଣ ଚାହିଁଲେ ବି ଲୁଚେଇ ପାରିବେନି। ତେଣୁ ଯଦି ପ୍ରଥମରୁ ଆପଣ ଲୁଚେଇବା କଥାଟାକୁ କାଢିଛନ୍ତି ମୁଣ୍ଡ କଥା ତୁଣ୍ଡରେ ଧରିବେନି, ଆମର ବିଶ୍ୱାସ ଏବଂ ଅବିଶ୍ୱାସ ହେଉଛି ଆପଣଙ୍କ ଉପରେ ଯେ ଆପଣ ରତ୍ନଭଣ୍ଡାର ମଧ୍ୟ ଭୁଆଁ ବୁଲେଇ ଦେବେ। ଆମର ଦାବି ଏଠି ହେଲା ପ୍ରଥମ ଭିତର ରତ୍ନଭଣ୍ଡାର ଗଣତି ହଉ ଯୋଉଠି ଚୋରି ହେଇଛି, ଚଳନ୍ତି ରତ୍ନଭଣ୍ଡାର ବାହାର ରତ୍ନଭଣ୍ଡାରରେ କିଛି ଅସୁବିଧା ନାହିଁ। ସବୁଦିନ ସେ ଗହଣା ବାହାରୁଛି, ରଥଠୁ ଆରମ୍ଭ କରି ଦୈନନ୍ଦିନ କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କର ସୁନା ଯାହା ବାହାରିବା କଥା, ଗହଣା ଯାହା ବାହାରିବା କଥା ବାହାରୁଛି। ବାହାର ରତ୍ନଭଣ୍ଡାର ଚଳନ୍ତି ରତ୍ନଭଣ୍ଡାର ଆମର ଏଇନା ଆବଶ୍ୟକତା ନାହିଁ। ଆମର ସନ୍ଦେହ ରହିଛି ଭିତର ରତ୍ନଭଣ୍ଡାର ଯୋଉଟା ଭାଙ୍ଗି ଯାଇଥିଲା ଏବଂ ଯୋଉଠି ଚୋରି ହେଇଛି ବୋଲି ଆମେ ଆଖିରେ ଦେଖିଥିବା କଥା କହିଛୁ। ଦେଖନ୍ତୁ ସେ ପୁଣି କଣ କରିବେ, ବାହାର ଚଳନ୍ତି ବାହାର ଭଣ୍ଡାର ଗଣତି କରିଦେଇକି ଗେନ୍ଦୁଲା ଗେନ୍ଦୁଲି କରିଦେବେ, ନୀତିକାନ୍ତି ଦେଖେଇକିନା ଭିତରଟା କରିବେନି। କାରଣ ଏଇ ଭିତର ରତ୍ନଭଣ୍ଡାର ଚୋରିରେ ପୂର୍ବ ସରକାର ହଉ, ତା ପୂର୍ବ ସରକାର ହଉ ବା ବର୍ତ୍ତମାନ ଯୋଉ ନେତା ଅଛନ୍ତି, ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜାଙ୍କଠୁ ପ୍ରଜା ପର୍ଯ୍ୟନ୍ତ ଏବଂ କଲେକ୍ଟରଠୁ ଚପରାସି ପର୍ଯ୍ୟନ୍ତ ବହୁତ ଲୋକ ଏଥିରେ, ପ୍ରଶାସକଠୁ ଅଧିକାରୀ ପର୍ଯ୍ୟନ୍ତ ଏଥିରେ ସାମିଲ ଅଛନ୍ତି। ଏତେ ବଡ ବଡ ଲୋକ ଏଥିରେ ଚୋରିରେ ସମ୍ପୃକ୍ତ, ଏମାନେ ସହଜେ ତାକୁ କରେଇ ଦେବେ, ନିଜେ କେବେ ଚୋର ହେବାକୁ ଚେଷ୍ଟା କରିବେ। ସେଥିପାଇଁ ସେମାନେ ଜୀବନ ଦେଇକି ଚେଷ୍ଟା କରିବେ କେମିତି ଗଣତି ନ ହଉ। ରହସ୍ୟମୟ ରତ୍ନଭଣ୍ଡାର ରହସ୍ୟରେ ଥିଲା, ରହସ୍ୟରେ ଅଛି, ରହସ୍ୟ ରହିବା ହେଲା ତାଙ୍କ କାମ। ଆମେ କହିବା କଥା ମାନ୍ୟବର ହାଇକୋର୍ଟ କହିଛନ୍ତି ପୁରା ଗଣତି ମଣତି ହବ, 78 ମସିହା ସାଙ୍ଗେ ମେଳକ ହବ। ଏବେକାର ଯୋଉ ରତ୍ନ ଅଛି ସେଟା 78 ମସିହା ଅଧିକା ହବା ଦରକାର, କମ ହେଲେ ଚଳିବ ନାହିଁ। ତ ଏଇ ସବୁ ଜିନିଷ ସାମ୍ନାକୁ କେମିତି ଆସିବ? ତମେ ତାକୁ ଲୁଚେଇକିରି କରିଦବ। ତେଣୁ ଯୋଉମାନେ ରତ୍ନ ଗଣିବାକୁ ଯିବେ, ଜଗନ୍ନାଥଙ୍କ ମହାପ୍ରସାଦ ଲୋକନାଥଙ୍କ ପାଦୁକ ଛୁଇଁକି ଯିବେ, ଆମେ ଯାହା କହିବୁ ସତ କହିବୁ, ମୁଣ୍ଡ କଥା ତୁଣ୍ଡରେ ଧରିବୁନି, ଏ କଥା ଆଉ ଚଳିବ ନାହିଁ। ବହୁ ସହିଲୁ, ଏଥର ଯାହା ହବ ସାମ୍ନା ସାମ୍ନି ହବ। ଓଡିଆ ଜାତିର କଳଙ୍କ, ଓଡିଆ ଜାତିର ପ୍ରାଣ କେନ୍ଦ୍ର, ଓଡିଆ ଜାତିର ରତ୍ନଭଣ୍ଡାର ଲୁଟ ହେଇଛି, ଆପଣଙ୍କୁ ଲାଜ ଲାଗୁନି? 8 କୋଟି ଟଙ୍କା ଆପଣ ବର୍ତ୍ତମାନ ସାଂସନ କରିଛନ୍ତି, 5 କୋଟି ନା 8 କୋଟି ଗଣତି କରିବା ପାଇଁ। କଣ ପାଇଁ ଏତେ ପଇସା କୋଟି କୋଟି ଟଙ୍କା? କଣ ମୁହଁ ବନ୍ଦ କରିବା ପାଇଁ କୋଟି କୋଟି ଟଙ୍କା ନା କଣ? ଯିଏ ଆସିବ ସେବା କରିବ, 2-4 ଦିନ ଗଣିବ, ସେ ତାର ଯିବ। 5 କୋଟି ଟଙ୍କା ପୁଣି ମୁହଁ ବନ୍ଦ କରିବାକୁ ସରକାର ଦେଲେ। ଏ 5 କୋଟି ତୁରନ୍ତ ଉଇଡ୍ର କରାଯାଉ। ଏ 5 କୋଟି ବଜେଟରେ ଆଣିବା ଉଚିତ ନୁହଁ। କାରଣ ରତ୍ନଭଣ୍ଡାର ଗଣତି ଗୋଟେ ସେବା ମନୋବୃତ୍ତିରେ ହବ, ପଇସା ପତ୍ରରେ ହେଲେ ଚୋରି ହବ। ଲଙ୍କାକୁ ବାନର ମାନେ ଯାଇଥିଲେ ବୋଲି ରାମଚନ୍ଦ୍ରଙ୍କ ସହିତ ସୁବର୍ଣ୍ଣ ଲଙ୍କା ଜୟ କରିଥିଲେ ରାମଚନ୍ଦ୍ର। ଯଦି ଆମ୍ଭଳିଆ ମଣିଷ ଯାଇଥାନ୍ତେ, ସୁନା ଲୋଭରେ ଅଧାରୁ ଅଧିକା ଲୋକ ରାବଣ ପଟେ ହେଇଯାଇଥାନ୍ତେ। ସେମିତିକା ଏଠି ପଇସା ଲୋଭରେ ଏବଂ ଅନ୍ୟାନ୍ୟ ଲୋଭରେ ଲୋକ ଆମକୁ ସତ କହିବେ ନାହିଁ। ସତ କାଢିବାକୁ ହେଲେ ଆପଣ ନିୟମ କରିକି ଯିବେ ଗଣିବା ପାଇଁ। ଯୋଉ କମିଟି ଅଛି 16 ଜଣିଆ 17 ଜଣିଆ ଯିବା କଥା ସମସ୍ତେ ଯିବେ। ହାତ ଟେକା ଚାମଚା 2-4 ଜଣଙ୍କୁ ନେଇକି ରତ୍ନଭଣ୍ଡାର ଗଣତି ଚଳିବ ନାହିଁ। ସବୁତକ ଲୋକ ଯିବେ ଏବଂ କିଛି ସେବକଙ୍କୁ ଆପଣ ସାଙ୍ଗରେ ନେବେ, ଯୋଉମାନେ ସତ ଦେଖିବେ ବାହାରେ ଆସିକି କହିବେ। ଏହା ହେଲେ ସ୍ୱଚ୍ଛତା ଆସିବ। ନହେଲେ ଯୋଉ ଚୋରକୁ ଘଣ୍ଟ ଘୋଡିବା କଥା ପୁଣି ଆପଣ ଘଣ୍ଟ ଘୋଡେଇବେ, ତୁ ତେ ମୁତୁରି ମୁହୂର୍ତ୍ତେ ମୁତୁରି ହେସ କାଇ ପାଇଁ ଧୋଇବା। ଦେଖନ୍ତୁ ପ୍ରଶାସକ ଗୋଟେ 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 ମୋହରା, ମୁଖ୍ୟ ହେଲେ ମନ୍ତ୍ରୀ, ସରକାର, ମୁଖ୍ୟମନ୍ତ୍ରୀ। ହେଲେ ପ୍ରଶାସକ ଗୋଟେ କଥା କହିବ, ସେଟାକୁ ମୁଖ୍ୟମନ୍ତ୍ରୀ କଣ ମାନିବାକୁ ବାଧ୍ୟ? ସେ ଦରକାର ବলে କାଟିଦେବେ ସାଙ୍ଗେ ସାଙ୍ଗେ। ମୁଖ୍ୟମନ୍ତ୍ରୀ ନିଜେ ଚିନ୍ତା କରିବା ଦରକାର, ମୋ କାଳିଆ ସାଆନ୍ତଙ୍କର ସବୁ ଜିନିଷ ସ୍ୱଚ୍ଛ ହେବା ଦରକାର, ମୋ ଉପରୁ କଳଙ୍କ ନ ଆସିବା ଦରକାର। ଯିଏ ଚୋରି କରିଛି ସିବିଆଇ ତଦନ୍ତ ହଉ, ଚୋର ଧର। ଜଗନ୍ନାଥଙ୍କ ସମ୍ପତ୍ତି ଯିଏ ଚୋରି କରିଛି, ରାଜାଠୁ ପ୍ରଜା ପର୍ଯ୍ୟନ୍ତ, ମନ୍ତ୍ରୀଠୁ ତନ୍ତ୍ରୀ ପର୍ଯ୍ୟନ୍ତ, କଲେକ୍ଟରଠୁ ଚପରାସି ପର୍ଯ୍ୟନ୍ତ, ଅଧିକାରୀଠୁ ପ୍ରଶାସକ ପର୍ଯ୍ୟନ୍ତ ଦଣ୍ଡ ପାଇବା ଦରକାର। ତାହେଲେ ଏ ଲଢିର କିଛି ମୂଲ୍ୟ ଅଛି। ନହେଲେ ଲୋକଙ୍କୁ ମିଛ କଥା କହିକି ଭୁଆଁ ବୁଲେଇକି ସବୁ ଠିକ ଅଛି ବୋଲି କହିକି ଲିପାପୋତି କରିଦେଲେ, ସେଥିପାଇଁ ଆପଣ ଯୋଉ ମହାପାପ କରିବେ ସେଥିପାଇଁ ଆପଣ ଦାୟୀ ରହିବେ। ଜୟ ଜଗନ୍ନାଥ। 2026-27 ପାଇଁ ବଜେଟ୍ରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାପକ ସହାୟତା ରାଶିର ବ୍ୟବସ୍ଥା ସହ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସମୃଦ୍ଧ କୃଷକ ଯୋଜନା ପାଇଁ 6088 କୋଟି, ପିଏମ୍ କିଷାନ ଯୋଜନାରେ 20,230 କୋଟି, କୃଷି ଯାନ୍ତ୍ରିକୀକରଣ ଏବଂ କୃଷି ଉଦ୍ୟୋଗ ପାଇଁ 841 କୋଟି ଓ ଶ୍ରୀ ଅନ୍ନ ଅଭିଯାନ ପାଇଁ 400 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ବଜେଟ୍ ଅଧୀନରେ ପୁଷ୍ଟି ଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ
ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ଓଡ଼ିଶାର ପ୍ରତିଟି କୃଷକ ପରିବାରକୁ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ଲୋକଙ୍କ ସରକାର।